ତେବେ ବନ୍ଦ ହେବ କି 10 ଟଙ୍କା ଏବଂ 20 ଟଙ୍କିଆ ମୁଦ୍ରା ଲୋକସଭାରେ ସୂଚନା ଦେଲେ ସରକାର। ତେବେ ଯେଉଁ 20 ଟଙ୍କା 10 ଟଙ୍କା ନେଇକି ବର୍ତ୍ତମାନ ସମୟରେ ଲୋକସଭାରେ ସୂଚନା ଦେଇଛନ୍ତି ସରକାର। କ'ଣ ସୂଚନା ଦେଇଛନ୍ତି, ପ୍ରକୃତରେ କ'ଣ 10 ଟଙ୍କିଆ ଆଉ 20 ଟଙ୍କିଆ ବନ୍ଦ ହେଇଯିବ? ଚାଲନ୍ତୁ ପୁରା ଅପଡେଟ୍ ଆପଣମାନେ ଜାଣିନେବା ପଣ୍ଡାକେ ଭିଡ଼ିଓରୁ। ଯଦି ଚ୍ୟାନେଲକୁ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଲାଟେଷ୍ଟ ଅପଡେଟ୍ ଗୁଡ଼ିକ ଦେଖିବା ପାଇଁ। ତେବେ ଦେଶର ଲୋକଙ୍କ ମଧ୍ୟରେ ପ୍ରାୟତଃ ଏକ ବିତର୍କ ଚାଲିଥାଏ 10 ଟଙ୍କିଆ 20 ଟଙ୍କିଆ ମୁଦ୍ରା ବନ୍ଦ ହୋଇଯିବ ଏବଂ ଲୋକସଭାରେ ପଚରାଯାଇଥିବା ଏକ ପ୍ରଶ୍ନ ଉତ୍ତରରେ ସରକାର 10 ଟଙ୍କିଆ ଏବଂ 20 ଟଙ୍କିଆ ମୁଦ୍ରାର ନୋଟ୍ ସମ୍ବନ୍ଧରେ ପ୍ରମୁଖ ସୂଚନା ଦେଇଛନ୍ତି। ତେବେ ଚାଲନ୍ତୁ କ'ଣ ସୂଚନା ଦେଇଛନ୍ତି ମୁଁ ଆପଣମାନଙ୍କୁ ବତାଇ ଦେଉଛି। ତେବେ ଅର୍ଥ ମନ୍ତ୍ରାଳୟ କ'ଣ କହିଛି ଦେଖନ୍ତୁ। ଅର୍ଥ ମନ୍ତ୍ରାଳୟକୁ ଏକ ପ୍ରଶ୍ନ ପଚରାଯାଇଥିଲା ଯେ ବର୍ତ୍ତମାନ ଦେଶରେ 10 ଲକ୍ଷ ଟଙ୍କାର 10 ଟଙ୍କାରେ କେତେ ନୋଟ୍ ଏବଂ ମୁଦ୍ରା ପ୍ରଚଳିତ ହେଉଛି। ଏହା ଉତ୍ତରରେ ଦେଇ ଅର୍ଥ ମନ୍ତ୍ରାଳୟ କହିଛି ଯେ ଆଜି ମଧ୍ୟ ଦେଶରେ 10 ଟଙ୍କିଆ ଏବଂ 20 ଟଙ୍କିଆ ମୁଦ୍ରା ଏବଂ ନୋଟ୍ ଛପା ହୋଇ ଦେଶରେ ପ୍ରଚଳିତ କରାଯାଉଛି। ଅର୍ଥ ମନ୍ତ୍ରାଳୟ ସୂଚନା ଦେଇଛି ଯେ ଡିସେମ୍ବର 31 2024 ପର୍ଯ୍ୟନ୍ତ ବଜାରରେ 2,52,886 ଲକ୍ଷ ଟଙ୍କା ନୋଟ୍ ବିକ୍ରି ହୋଇଛି, ଯାହାର ମୂଲ୍ୟ 25,289 କୋଟି ଟଙ୍କା। ତେବେ ଡିସେମ୍ବର 31 2024 ପର୍ଯ୍ୟନ୍ତ ଦେଶରେ ବଜାରରେ 79,502 ଲକ୍ଷ ଟଙ୍କା 10 ମୁଦ୍ରା ଉପଲବ୍ଧ, ଯାହାର ମୂଲ୍ୟ 7,950 କୋଟି ଟଙ୍କା ହେବ। ତେବେ ନୂଆ 20 ଟଙ୍କିଆ ନୋଟ୍ ଏବଂ ମୁଦ୍ରଣ ମଧ୍ୟ କରାଯାଉଛି। ଏହା ସହିତ ଅର୍ଥ ମନ୍ତ୍ରାଳୟକୁ ଏକ ପ୍ରଶ୍ନ ପଚରାଯାଇଥିଲା କି ଦେଶରେ ନୂଆ 20 ଟଙ୍କିଆ ନୋଟ୍ ଛାପିବା ଉପରେ ପ୍ରତିବନ୍ଧକ ଲଗାଯାଇଛି କି? ପ୍ରଶ୍ନ ଉତ୍ତର ଦେଇ ମନ୍ତ୍ରାଳୟ କହିଛି ଯେ ତାହା ନୁହେଁ। ଏହା ସ୍ପଷ୍ଟ ଯେ ଯଦିଓ ଆପଣ ବଜାରରେ 10 ଟଙ୍କିଆ ଏବଂ 20 ଟଙ୍କିଆ ନୋଟ୍ କମ୍ ନୋଟ୍ ଏବଂ ମୁଦ୍ରା ଦେଖୁଛନ୍ତି, ତଥାପି ସେଗୁଡ଼ିକ ପ୍ରଚଳିତ ହେଉଛି। ସମୟ ସମୟରେ ଆସୁଥିବା ରିପୋର୍ଟ ଗୁଡ଼ିକ ସମ୍ପୂର୍ଣ୍ଣ ବିଭ୍ରାନ୍ତିକର। ତେବେ ଯାହା ବି ଗୋଟେ ମନ୍ତ୍ରାଳୟକୁ ଆପଣମାନଙ୍କର ପ୍ରଶ୍ନ ଉଠୁଥିଲା ମନରେ, ଯେହେତୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଯେ ଯେହେତୁ ଗୋଟେ 10 ଟଙ୍କିଆ 20 ଟଙ୍କିଆ ନୋଟ୍ ଆପଣମାନେ ଜାଣିଥିବେ ଯେ ଆଜି ବନ୍ଦ ହେଇଗଲା, କାଲି ବନ୍ଦ ହେଇଗଲା, ତ ଏଭଳି ଭାବରେ ଯେଉଁ ଗୁଜବ ଠାରୁ ତାକୁ ଆପଣମାନେ ଦୂରେଇ ଦିଅନ୍ତୁ। ଯେହେତୁ 10 ଟଙ୍କିଆ 20 ଟଙ୍କିଆ ନୋଟ୍ ନିଶ୍ଚିତ ଭାବରେ ଚଳିବ ଆଗକୁ, କାରଣ 10 ଟଙ୍କିଆ 20 ଟଙ୍କିଆ ନୋଟ୍ ଯଦି ବନ୍ଦ ହେଇଯାଉଛି ତେବେ ଆମକୁ ନିଶ୍ଚିତ ଭାବରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ତ ଯାହା ଅପଡେଟ୍ ଥିଲା ମୁଁ ଆପଣମାନଙ୍କୁ ବତାଇଦେଲି। ଯଦି ଅପଡେଟ୍ ଭଲ ଲାଗିଲା ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଲାଟେଷ୍ଟ ଅପଡେଟ୍ ଦେଖିବା ପାଇଁ। ଜୟ ଜଗନ୍ନାଥ।